ଆମେ ଅଗ୍ନିହୋତ୍ରୀ ଭୈରବାନନ୍ଦ ସରସ୍ୱତୀ ମହାଭୈରବ କୁଣ୍ଡ ଠାକୁର ନାମ ମୟୂରଭଞ୍ଜ। ସେମିତି ପୁରୀରେ ବି ଆଶ୍ରମ ରହିଛି, ହିମାଳୟରେ ତ ବି ବର୍ଷ 4 ମାସ ରହିବା ହୁଏ। ପରିଚୟ ନେଲୁ ଭୈରବାନନ୍ଦ ଆଜ୍ଞା। ଆଜି ଆପଣ ଗଦି ଗ୍ରାମରେ ଭବିଷ୍ୟତ ଅଛନ୍ତି। ଆଜି ଯୋଉ ଚାଲିଛି ଗଦି ଗ୍ରାମ ଯୋଉ ହନୁମାନଜୀଙ୍କର ଯୋଉ 13ତମ ବାର୍ଷିକ ଉତ୍ସବ ଆପଣ ଯୋଗଦାନ କରିଛନ୍ତି, କଣ କହିବେ ଭକ୍ତଗଣ? ଆନନ୍ଦର କଥା। এই ସମୁଦ୍ର କୂଳିଆ ହେଲେ ବି ସୁଦ୍ଧା, এই ବଢି ଏରିଆ ହେଲେ ବି ସୁଦ୍ଧା ଏଠି ଯୋଉ ବୈଦିକ କାର୍ଯ୍ୟକୁ ଅତି ଆନନ୍ଦର ସହିତ ପାଳନ କରୁଛନ୍ତି, ତାକୁ ତା ପାଇଁ ଭାଷା ନାହିଁ। ଏ ଯୋଉ ହନୁମାନଙ୍କର ବିରାଜମାନ କରିଥିଲେ, ତାଙ୍କ ପାଇଁ ନୂତନ ମନ୍ଦିର ହେଇଛି, ତାଙ୍କର ବି ପ୍ରତିଷ୍ଠା, ତା ସହିତ ବାର୍ଷିକ ଯଜ୍ଞ। এই ଯଜ୍ଞ ଯୋଉ ହଉଛି, ଯଜ୍ଞ କାହିଁକି ଆମେ କରୁଛନ୍ତି? ଗୀତାର କହିଲେ ବ୍ରହ୍ମାର୍ପଣ ବ୍ରହ୍ମ ବ୍ରହ୍ମାଗ୍ର ବ୍ରହ୍ମ ଆହୁତମ ବ୍ରହ୍ମ ବତେନ ଗନ୍ତବ୍ୟ ବ୍ରହ୍ମ କର୍ମ ସମାଧିନା। ଏଇ ସେଇ ବ୍ରହ୍ମ କର୍ମ, ଏଇ ଯଜ୍ଞ କରିକି ବ୍ରହ୍ମା ଆମକୁ ସାରା ସଂସାରକୁ ସର୍ଜନା କରିଛନ୍ତି। ଆମେ ଯଜ୍ଞରୁ ସମସ୍ତେ ସୃଷ୍ଟି ହେଉଛନ୍ତି। ଯଜ୍ଞ କଲେ ଏ ଯୋଉ ଯଜ୍ଞରୁ ଧୂମ୍ର ବାହାରୁଛି, ଏ ବାୟୁମଣ୍ଡଳକୁ ଶୁଦ୍ଧି କରୁଛି, ଯାହାଦ୍ୱାରା ବର୍ଷାକୁ ଆକର୍ଷିତ କରୁଛି। ଠିକ ସମୟର ଆବଶ୍ୟକ ବର୍ଷା ହଉଛି, ବର୍ଷା ହେବା ଦ୍ୱାରା ଶସ୍ୟ ହଉଛି, ଶସ୍ୟ ଦ୍ୱାରା ଆମେ ଜୀବଜଗତ ସଂସାରରେ ତିଷ୍ଠିକି ରହିଛନ୍ତି। ତା ସହିତ ଗୋଟେ ଭାଇଚାରା ଆଜ୍ଞା। ଏ ବୈଦିକ ସନାତନ ଧର୍ମର ଇଏ ହଉଛି ମୂଳ, ଯାହାକୁ ନେଇକରି ଏ ସନାତନ ଧର୍ମ ଗଢି ଉଠିଛି, ବଢି ଚାଲିଛି, ତିଷ୍ଠିଛି ବି। এই ଯଜ୍ଞ ଦ୍ୱାରା ଆମର ସମସ୍ତଙ୍କର ଭାଇଚାରା ବଢେ। এই ଗୋଟିଏ ଯଜ୍ଞରେ ଆମେ କେତେ ପଣ୍ଡିତ ମାନେ ଆସିଛନ୍ତି, କେତେ ଭକ୍ତ ଆସିଛନ୍ତି, ତାଙ୍କ କିଏ କୋଉଠୁ ଆସିଛନ୍ତି ତା ଠିକ ନାହିଁ, କିନ୍ତୁ ଏ ଗୋଟିଏ କାର୍ଯ୍ୟରେ ଆମେ ସବୁ ଯୋଗ ଦେଇଥିବାରୁ, ବୈଦିକ କାର୍ଯ୍ୟ ହେଇଥିବାରୁ ଆମ ସମସ୍ତଙ୍କ ଭିତରେ ଗୋଟେ ଭାଇଚାରା ସୃଷ୍ଟି ହଉଛି, ଭଲ ପାଇବା ଜାଗ୍ରତ ହଉଛି, ମାନବିକତା ଜାଗ୍ରତ ହଉଛି। এই ହଉଛି ବୈଦିକ ପରମ୍ପରାର ବାସ୍ତବ ଚରିତ୍ର ଆଉ ତାର ଚିତ୍ର। ଏ ଯୋଉ ଧର୍ମକୁ ନେଇକି ଚାଲିଛି ସାରା ଭାରତ ବର୍ଷରେ ଯୋଉ କି ଅଶାନ୍ତି ସୃଷ୍ଟି କରାହଉଛି, ରାଷ୍ଟ୍ରୀୟ ଧର୍ମ କଣ? ଆଉ ଏଇ ଯୋଉ ଧର୍ମକୁ ସନାତନ ଧର୍ମ ସୃଷ୍ଟିକର୍ତ୍ତା ଯେତେବେଳେ ପ୍ରାଣୀ ସୃଷ୍ଟି କରିଛନ୍ତି, ସମସ୍ତଙ୍କୁ 3ଟା ଗୁଣରେ ବାନ୍ଧି ଦେଇଛନ୍ତି, ସାତ୍ବିକ, ରାଜସିକ, ତାମସିକ। ଭାରତୀୟ ହେଲେ ସାତ୍ବିକ ମାନବ, ଭାରତୀୟ ହେଲେ ମାନବ, ଯେ ମାନନ୍ତି। ଭାରତୀୟ ମଣିଷ ନୁହନ୍ତି, ମାନବ ଯେ ମାନନ୍ତି। କାହାକୁ ମାନିଲା ମାନବ? ବା 3ଟା ଆଚାର। ଗୋଟେ ହେଲା ଶାସ୍ତ୍ର ଆଚାର, ଦ୍ୱିତୀୟରେ ହେଲା ଆମ ଯୋଉ ସମ୍ବିଧାନ ଦେଶର ଆଚାର, ତୃତୀୟରେ ହେଲା ଆମ କୁଳ ଆଚାର, ଯାହାକୁ ନେଇକି ଆମେ ଭାରତକୁ ପାଳୁଥିଲେ, ପାଳୁଛନ୍ତି, ପାଳୁଥିବା ବି। ଏଇ ଯୋଉ ଧର୍ମକୁ ନେଇ କଥା ପଡିଛି, ସନାତନୀ, ଯେ ଯାହାର ଆଦି ନାହିଁ କି ଅନ୍ତ ନାହିଁ, କେବେ ଆରମ୍ଭ ହେଇଥିଲା, କେବେ ସରିବ, ତାର କିଛି ନାହିଁ। ଯାହା ହଉ ସେଇଭଳିଆ ପବିତ୍ର କାର୍ଯ୍ୟ କୋଉଠି ହୁଏ ନାହିଁ, ଦେବଭୂମି ଭାରତରେ। ଆଉ ଯୋଉ ଧର୍ମ ରହିଲେ, ସେ ମୁସଲମାନ ଧର୍ମ ହଉ, ଖ୍ରୀଷ୍ଟିଆନ ଧର୍ମ ହଉ, এই ମୁସଲମାନ এই ଦେଶକୁ କେବେ ପ୍ରବେଶ କଲେ? ମର୍ତ୍ତ୍ୟମଣ୍ଡଳ ଯେତିକି ବଡ 3 ଭାଗ ବେଳେ ଭାଗସ୍ଥଳ, ଭାଗସ୍ଥଳରେ 200 କେତୋଟି ଦେଶ, 100 କେତେ ଦେଶ ଖ୍ରୀଷ୍ଟିଆନ ଦେଶ, କେତେ ଦର୍ଜନ ଦେଶ ଅଛନ୍ତି, 70-80 ଦେଶ, 60-70-80 ଦେଶ ମୁସଲମାନ ଦେଶ। ଇଏ ତ ଗୋଟେ ହିନ୍ଦୁସ୍ତାନ। ହିନ୍ଦୁସ୍ତାନର ମୁସଲମାନ କୋଉଠୁ ଆସିଲେ? ହିନ୍ଦୁସ୍ତାନର ଖ୍ରୀଷ୍ଟିଆନ କୋଉଠୁ ଆସିଲେ? ଏଠି ଭାରତର ଇଏ ଦେବଭୂମି ଭାରତ, ଏ ସାତ୍ବିକ ଲୋକ ରହିବା ଜାଗା। ମୁସଲମାନ ମାନେ ହେଲେ ତାମସିକ ଲୋକ, ଖ୍ରୀଷ୍ଟିଆନ ମାନେ ହେଲେ ରାଜସିକ ଲୋକ, ଆମେ ହେଲେ ସାତ୍ବିକ। ସାତ୍ବିକ ମାନବଙ୍କର ସ୍ଥାନ। এই যেহেতু ସାତ୍ବିକ ମାନବଙ୍କ ଭିତରେ ରାଜସିକ, ତାମସିକ ପ୍ରବେଶ କରି ଆସୁଥିବାରୁ ଏ ଦେଶର ଶାନ୍ତି ହଉଛି। ଚୋରି, ଡକାଇତି, ବ୍ୟଭିଚାର, ମହାମା କାର୍ଯ୍ୟ ହଉଛି କେବଳ ଏଇ ବିଦେଶୀ ମାନଙ୍କ ପାଇଁ। ଏ ଦେଶ 800 ବର୍ଷ ମୁସଲମାନ ମାନେ ଆମକୁ ଶାସନ କଲେ, ଆମ ମା ଭଉଣୀ କି ସିଧା ନେଲେ, ରାଜା ମାନଙ୍କୁ ମାରିକି ରାଣୀ ମାନଙ୍କୁ ନେଲେ, ଆମ ମଠ ମନ୍ଦିର ଭାଙ୍ଗି ମସଜିଦ କଲେ। 800 ବର୍ଷ ଆମ ସହର ବଜାରକୁ ତାଙ୍କୁ ନାର କରିନେଲେ। ତାପରେ ଆମେ ତାକୁ ଦେଇଛ, ଆସିକି ଆମକୁ ଇଂରେଜ ମାନେ ଶାସନ କଲେ 183 ବର୍ଷ, 200 ବର୍ଷ। ଆମେ 200 ବର୍ଷ ବାଲାଙ୍କୁ ବିଦା କରିଦେଇକିରି ଆମେ ସ୍ୱାଧୀନ ନାଁ ଯୋଉ ନେଇଛନ୍ତି, ଏଟା ହଉଛି ମିଛ କଥା। ଆମେ ମାନୁନା ଏ କଥାକୁ। ଯିଏ ଆମକୁ 800 ବର୍ଷ ଆଗେ ବର୍ବାଦ କରିଛନ୍ତି, ତାଙ୍କୁ ଆଗେ ବିଦା କରିବାର ଥିଲା। ତାଙ୍କୁ ଦିଆଯାଇଛି ଭାଇ ଭାଗ। ପାକିସ୍ତାନ ବାଂଲାଦେଶ ଭାରତକୁ ଭାଗ କରିବା ପାଇଁ କିଏ କେବେ କେମିତି ସୃଷ୍ଟି ହେଲା? କାହିଁକି?
भारत का पैतृक संपत्ति नुहे जे ताकू भाग करके देवे किए भाग कर देश को भाग कर काहारी क्षमता नथिला एबे भी नहीं जो भाग होइछि आमे ताकू स्वीकार करूना मानिबुडी नहीं भविष्य में कारण अखंड भारत रही मर्यादा तार वास्तव चरित्र तो जेहेतु आज देश को भाग कर तार परिणाम जदि भाग कल कौ आधार हिंदू मुसलमान आधार ताले मुसलमान कहीं सपोर्ट कलेनि हिंदू कहीं एपटक आसलेनि आज से हणाकटा मरा ये सन्त्रासवादी चली व्यभिचार केवल यही दुराचार राक्षस मान राक्षस एमाने केवे देवता हो पारे आम देवता को पूजा करूँ एवं आमर देवतुल्य भावना रखू भाईचारा सृष्टि करूँ किंतु से सात्विक बदल तामसिक शत्रुता करके आनंद पाती आम भाईचारा सृष्टि करके आनंद पाती यही हूँ धर्म को लेकर जो चली विचार आम विश्वास करूना कौन कहे बाबा गोमाता ए देश होती सर्वश्रेष्ठ भाग कहले आम वेदरे चारोटी गोमाता गंगा माता गीता माता गायत्री माता गोमाता हेले गोमाता कौन आम वेद कही कौन कही ना गवान समं नास्ति धनं पृथिव्यां वहन्ति कर्षन्ति दहन्ति पापं तृणानि खाद्यन्ति अमृतं स्रवन्ति विद्यात् मुद्यात् कुलमु धरन्ति ता उड़िया अर्थ गवान समं नास्ति धनं पृथिव्यां गोमाता समान संसार धन केवे नथिले आज भी नांती भविष्य हेबे भी नहीं गोमाता सहित धन नहीं गवान समं नास्ति धनं पृथिव्यां वहन्ति कर्षन्ति दहन्ति पापं आमर द्रव्य को बोही करछन्ति हल करिकी जमी की प्रस्तुत करन्ति आमे चाष करिकी बंचिबा दहन्ति पापं आमे करुवा पाप को भी नष्ट करने आउ कहारी पाखे क्षमता नहीं कोई राजा पाखे नहीं कोई हाथी घोड़ा पाखे नहीं केवल गोमाता पाखे रही वहन्ति करछन्ति दहन्ति पापं तृणानि खाद्यन्ति घास कुटा को खाती अमृतम स्रवंती क्षीर दियंती जो क्षीर दही हुए छेना हुए घी हुए लहुणी कुटी कुटी कथा हुए जहाँ को आम अमृत कहती ताहारी संतान माटे जदि संतान जन्म कर मरी जाऊँगी से हाथी हो कि घोड़ा हो कुकुर हो कि बिलाई हो मानव हो कि किए हो गो मातार क्षीर को खाई से संतान बंची पारे किंतु आउटा क्षीर खाई आउ कई बंचती नहीं प्रमाण नहीं गोमाता क्षीर को समस्त खाइबार योग्यता रही गोमाता क्षीर आउ का क्षीर को नहीं खाई हजम कर गोमाता आमर श्रेष्ठ ज्येष्ठ विशिष्ट वरिष्ठ आम गोमाता को पूजा करा दरकार गोमाता घरे घरे रहा दरकार गोमातार जो मल गोबर सी हूँ स्वयं लक्ष्मी मूत्र स्वयं गंगा मूत्र गंगा निजे विराजमान कर मलरे आम कहीं लिपि देते ना से स्वयं लक्ष्मी आम गोमाता को आज हर धन बढ़े किंतु आम पाखर ना खुशी अच्छी ना आनंद अच्छी ना सुख अच्छी ताकतर खुशी आनंद सुख नहीं ताकू शांति भी मिल पारे ना हिंदू अच्छा मुसलमान हाथ को टेकी दौरान ए प्रकार कर्म को आम कहवा वर्ण शंकर एमाने वर्ण शंकर जो मैंने गोमाता कतरू समय अनुजाई फायदा उठाती से वृद्ध मैंने स्वार्थ पर बिकी दिखती से देशर बेईमान से केवे कौन हालत भी कूल शांति रही पारे ना गोमाता को जी ताकू बिक्री करदब गोमाता को बिक्री कर बदल कर सामने किंतु गोमाता सम्मान सम्मान देवा उचित सम्मान देवा आमर परम धर्म